ସଦାପ୍ରଭୁଙ୍କ ନାମରେ ଧନ୍ୟବାଦ ହେଉ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ ଏବଂ ଏହି ସମୟରେ ଏହି ଭିଡ଼ିଓକୁ ଦେଖୁଥିବା ପ୍ରଭୁଙ୍କର ପ୍ରିୟ ପ୍ରତ୍ୟେକ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଯୀଶୁଙ୍କ ପୁନରୁତ୍ଥାନ ବିଷୟରେ ପ୍ରକାଶ କରିବା ପାଇଁ ଚାହେଁ। ଆପଣମାନେ ଜାଣିଥିବେ, ମାତିଓ ପୁସ୍ତକରେ ଲେଖାଯାଏ, ମାର୍କ ପୁସ୍ତକରେ ଲେଖାଯାଏ, ଲୁକ ପୁସ୍ତକରେ ଲେଖାଯାଏ, ଯୋହନ ପୁସ୍ତକରେ ଲେଖାଯାଏ ଯୀଶୁଙ୍କ ପୁନରୁତ୍ଥାନ ବିଷୟରେ। କିନ୍ତୁ ଆପଣମାନଙ୍କ ପାଖରେ ଏହି ଭିଡ଼ିଓ ମାଧ୍ୟମରୁ ଯୀଶୁଙ୍କ ପୁନରୁତ୍ଥାନ ଏଦୋନ ଉଦ୍ୟାନରୁ ଆମ୍ଭେମାନେ ଦେଖିବା ନିମନ୍ତେ ଯିବା। ପ୍ରଭୁଙ୍କର ଅନୁଗ୍ରହ, ପ୍ରଭୁଙ୍କର ଆଶୀର୍ବାଦ, ପ୍ରଭୁଙ୍କର ଯୋଜନା, ପ୍ରଭୁଙ୍କର ଇଚ୍ଛା ଦ୍ୱାରା ଆପଣମାନଙ୍କ ପାଖରେ ଏହି ଭିଡ଼ିଓ ମାଧ୍ୟମରୁ ଯୀଶୁଙ୍କ ପୁନରୁତ୍ଥାନ ବିଷୟରେ ଏଦୋନ ଉଦ୍ୟାନରୁ ଆମ୍ଭେମାନେ ଦେଖିବା ନିମନ୍ତେ ଯିବା। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏହି ବାକ୍ୟ ଆପଣମାନଙ୍କ ପାଖରେ ପ୍ରକାଶ କରିବା ପୂର୍ବରୁ ଗୋଟିଏ ବିଷୟ କହିବା ପାଇଁ ଚାହେଁ। ଯଦି ଆମ୍ଭେମାନେ ଶାସ୍ତ୍ର ଅନୁସାରେ ଯଦି ଦେଖିବା, ଶାସ୍ତ୍ର ଅନୁସାରେ, ତାହେଲେ ମୃତ୍ୟୁ ହୋଇ ଜୀବିତ ହେବା ପରମେଶ୍ୱର କେବଳ ଜୀବନ୍ତ ଖ୍ରୀଷ୍ଟ ଅର୍ଥାତ୍ ପ୍ରଭୁ ଯୀଶୁ ଖ୍ରୀଷ୍ଟ ହିଁ ମୃତ୍ୟୁ ହୋଇ ଜୀବିତ ହୋଇଅଛନ୍ତି ଏବଂ କେହି ମଧ୍ୟ ମୃତ୍ୟୁ ହୋଇ ଜୀବିତ ହିଁ ନାହାନ୍ତି। ସେ ଜୀବିତ ପରମେଶ୍ୱରଙ୍କର ଆମ୍ଭେମାନେ ସେବା ଆରାଧନା କରୁଅଛୁ। ଆମେ ମୃତ୍ୟୁ ପରମେଶ୍ୱରକୁ ଆମ୍ଭେମାନେ ସେବା ଆରାଧନା କରୁନାହୁଁ। ସେଥିପାଇଁ ଆପଣମାନଙ୍କ ପାଖରେ ଯୀଶୁଙ୍କ ପୁନରୁତ୍ଥାନ ବିଷୟରେ ଏଦୋନ ଉଦ୍ୟାନରୁ ଦେଖିବା ନିମନ୍ତେ ଯିବା। ଏହି ସମୟରେ ଯଦି ଆପଣମାନଙ୍କ ପାଖରେ ବାଇବେଲ ଅଛି, ତାହେଲେ ଆପଣମାନେ ଦେଖନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ନହେଲେ ଆପଣମାନେ ଲେଖିକି ମଧ୍ୟ ରଖିପାରିବେ, ତାପରେ ଯାଇ ଆପଣମାନେ ଦେଖିପାରିବେ। କିଛି ସମୟ ଆପଣମାନେ ସଠିକ୍ ଭାବରେ ଶୁଣନ୍ତୁ, ସଠିକ୍ ଭାବରେ ବୁଝିବା ପାଇଁ ଚେଷ୍ଟା କରନ୍ତୁ। ଯଦି ଆପଣମାନେ ଆତ୍ମିକତା ସହିତ ଯଦି ବୁଝିବେ, ତାହେଲେ ଆପଣମାନେ ଯଥାଶୀଘ୍ର ଆପଣମାନେ ବୁଝିପାରିବେ, ଜାଣି ମଧ୍ୟ ପାରିବେ। ହଁ, ବାଇବେଲରେ ଏମିତି ମଧ୍ୟ ଲେଖାଯାଏ କି, ଏମିତି ମଧ୍ୟ ଲେଖାଯାଇଅଛି କି ଏହି ବିଷୟ ଆପଣମାନେ ଜାଣିପାରିବେ। ପ୍ରଭୁଙ୍କର ଅନୁଗ୍ରହ, ପ୍ରଭୁଙ୍କର ଆଶୀର୍ବାଦ ଦ୍ୱାରା ଆପଣମାନଙ୍କ ପାଖରେ ଏଦୋନ ଉଦ୍ୟାନରୁ ପ୍ରଭୁ ଯୀଶୁଙ୍କର ପୁନରୁତ୍ଥାନ ବିଷୟରେ ପ୍ରକାଶ କରିବା ପାଇଁ ଚାହେଁ। ଆସନ୍ତୁ ଆମ୍ଭେମାନେ ଦେଖିବା ନିମନ୍ତେ ଯିବା। ଆଦି ପୁସ୍ତକ ତାର 2:8। କିନ୍ତୁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏଦୋନ ଉଦ୍ୟାନ ପରମେଶ୍ୱର ସୃଷ୍ଟି କଲେ। ସେଇ ଏଦୋନ ଉଦ୍ୟାନରେ ପରମେଶ୍ୱର ଥିଲେ କି? ପ୍ରଶ୍ନ ଚିହ୍ନ। ୟେସ୍, ପରମେଶ୍ୱର ଥିଲେ। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆଦମଙ୍କ ଆଗରୁ, ଆଦମକୁ ପରମେଶ୍ୱର ସୃଷ୍ଟି କରିବା ପୂର୍ବରୁ ଏଦୋନ ଉଦ୍ୟାନରେ ସର୍ପ ଥିଲେ, ସାପ ଥିଲେ, ଶୈତାନ ଥିଲା। ଆପଣମାନେ ବୁଝିବା ପାଇଁ ଚେଷ୍ଟା କରନ୍ତୁ। ଯୀଶୁଙ୍କର ପୁନରୁତ୍ଥାନ ବିଷୟରେ ଆପଣମାନଙ୍କ ପାଖରେ ପ୍ରକାଶ କରୁଅଛି। ପ୍ରଥମ ଥର ପାଇଁ ଏହି ପ୍ରକାର ଭିଡ଼ିଓ ଆପଣମାନେ ଦେଖୁଥିବେ ବା ଏହି ଟପିକରେ ପୁନରୁତ୍ଥାନ ବିଷୟରେ ଆପଣମାନେ ଶୁଣିଥିବେ, କିନ୍ତୁ ଏଦୋନ ଉଦ୍ୟାନରୁ ଆପଣମାନେ ଶୁଣି ନଥିବେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ବୁଝିବା ଦରକାର। ଆଦମଙ୍କ ଆଗରୁ ଏଦୋନ ଉଦ୍ୟାନରେ ସାପ ଥିଲେ, ତାପରେ ଆଦମକୁ ପରମେଶ୍ୱର ସୃଷ୍ଟି କଲେ। ଅର୍ଥାତ୍ ଏଦୋନ ଉଦ୍ୟାନ ପରମେଶ୍ୱର ସୃଷ୍ଟି କଲା ପରେ ତାପରେ ଆଦମକୁ ସୃଷ୍ଟି କରିଅଛନ୍ତି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏଦୋନ ଉଦ୍ୟାନରେ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଶୈତାନ ସହିତ ପରମେଶ୍ୱରଙ୍କର କ'ଣ କ'ଣ ଘଟଣା ଘଟିଅଛି ଆଦମ ଜାଣିନାହାନ୍ତି ଏବଂ ହବା ମଧ୍ୟ ଜାଣିନାହିଁ। ଆଉ ଥରେ କହିବା ପାଇଁ ଚାହେଁ, ପ୍ରଭୁଙ୍କର ପ୍ରିୟ ଲୋକମାନେ, ଯେତେବେଳେ ପରମେଶ୍ୱର ଏଦୋନ ଉଦ୍ୟାନ ସୃଷ୍ଟି କଲେ, ତାପରେ ଆଦମକୁ ପରମେଶ୍ୱର ସୃଷ୍ଟି କରିଛନ୍ତି। କିନ୍ତୁ ଏଦୋନ ଉଦ୍ୟାନ ବନେଇଲା ପରେ, ସୃଷ୍ଟି କଲା ପରେ, ସର୍ପ ସେଇ ଜାଗାରେ ଆଗରୁ ଅଛି। ଆଦମ
ପ୍ରଥମେ ଆସିଅଛି। ସେଇ ଜାଗାରେ ଏଦନ ଉଦ୍ୟାନରେ ସର୍ପ ଆଗରେ ଅଛି। ସେଇ ସର୍ପ ସହିତ ପରମେଶ୍ୱରଙ୍କର କ'ଣ କ'ଣ ଘଟଣା ଘଟିଅଛି ଆଦମ ଜାଣିନାହିଁ ଏବଂ ହବା ମଧ୍ୟ ଜାଣିନାହିଁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, କିନ୍ତୁ ଆସନ୍ତୁ ଆମେମାନେ ଈଶ୍ୱରଙ୍କର ପବିତ୍ର ବାଇବଲରେ ଦେଖିବା ନିମନ୍ତେ ଯିବା। ଆଦି ପୁସ୍ତକ ତାର 2 ପର୍ବ 8 ପଦ। ଆଉ ସଦାପ୍ରଭୁ ପରମେଶ୍ୱର ପୂର୍ବ ଦିଗସ୍ଥ ଏଦନରେ ଏକ ଉଦ୍ୟାନ ପ୍ରସ୍ତୁତ କରି ସେଠାରେ ସ୍ୱନିର୍ମିତ ମନୁଷ୍ୟକୁ ରଖିଲେ। ଅର୍ଥାତ୍ ଏଇ ଜାଗାରେ ଆମେମାନେ ଦେଖିପାରୁଛୁ, ପ୍ରଥମେ ଏଦନ ଉଦ୍ୟାନକୁ ପରମେଶ୍ୱର ସୃଷ୍ଟି କଲେ, ତାପରେ ଆଦମକୁ। କିନ୍ତୁ ପରମେଶ୍ୱରଙ୍କର ସହିତ କ'ଣ କ'ଣ ଘଟଣା ଘଟିଛି ଆଦମ ଜାଣିନାହାନ୍ତି। ପ୍ରଭୁଙ୍କର ପ୍ରିୟ ଲୋକମାନେ, କିନ୍ତୁ ଯଦି ଦେଖିବେ 15 ପଦରେ ଯଦି ଦେଖିବେ, ତାହେଲେ ପୁଣି ସଦାପ୍ରଭୁ ପରମେଶ୍ୱର ସେଇ ମନୁଷ୍ୟକୁ ନେଇ ଏଦନ ଉଦ୍ୟାନକୁ ସୁସଜ୍ଜିତ ଓ ରକ୍ଷା କରିବା ପାଇଁ ନିଯୁକ୍ତି କଲେ। ଯେତେବେଳେ ପରମେଶ୍ୱର ଏଦନ ଉଦ୍ୟାନକୁ ସୃଷ୍ଟି କଲେ, ଆଦମଙ୍କୁ ସେ ଏଦନ ଉଦ୍ୟାନକୁ ସୁସଜ୍ଜିତ ରକ୍ଷା କରିବା ପାଇଁ ଏବଂ ପ୍ରଭୁଙ୍କର ପ୍ରିୟ ଲୋକମାନେ ସୁସଜ୍ଜିତ କରିବା ପାଇଁ ନିଯୁକ୍ତି କଲେ। ଅର୍ଥାତ୍ ଯେମିତି ଗୋଟିଏ ବଗିଚାରେ ମାଳି ଥାଏ, ସେଇ ଗଛମାନଙ୍କୁ ପାଣି ଦିଏ, ସବୁ ପ୍ରକାର କାମ କରେ ବଗିଚାରେ, ଠିକ୍ ସେମିତି ଏଇ ଏଦନ ଉଦ୍ୟାନରେ ପରମେଶ୍ୱର ଆଦମକୁ ରଖିଲେ ମାଳି ଭାବରେ। ସେ ଗଛମାନଙ୍କୁ ଦେଖିବ, ସେମାନଙ୍କୁ ରକ୍ଷା କରିବ, এই ବିଷୟ ଭାବେ। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଭୁ ଯୀଶୁଙ୍କ ନାମରେ ଧନ୍ୟବାଦ ହେଉ ଯେ ଆମେ ଆଉ ଗୋଟେ ବିଷୟ ଦେଖିବା। ଜିହିଜିକେଲ ଆପଣମାନେ ଦେଖନ୍ତୁ, ପ୍ରଭୁଙ୍କର ପ୍ରିୟ ଲୋକମାନେ, ବାଇବଲ ଦେଖିବା ନିହାତି ଦରକାର। 28:13 ତୁମେ ଅର୍ଥାତ୍ ଶୈତାନକୁ ବୁଝାଉଅଛି, ତୁମେ ପରମେଶ୍ୱରଙ୍କ ଉଦ୍ୟାନରେ ଥିଲ। ଶୈତାନକୁ କୁହାଯାଉଅଛି ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆଦମକୁ ପରମେଶ୍ୱର ସୃଷ୍ଟି ନ କରିବା ପୂର୍ବରୁ এই শয়তান ସେ ଏଦନ ଉଦ୍ୟାନରେ ଅଛି। ଆପଣମାନେ ଏ ବିଷୟ କେବେ ମଧ୍ୟ ଭାବିଥିଲେ କି ପ୍ରଭୁଙ୍କର ପ୍ରିୟ ଲୋକମାନେ, କିମ୍ବା ଦେଖିଥିଲେ? ପ୍ରଭୁଙ୍କର ପ୍ରିୟ ଲୋକମାନେ, এই ଜାଗା ଲେଖାଯାଏ, ତୁମେ ପରମେଶ୍ୱରଙ୍କ ଏଦନ ଉଦ୍ୟାନରେ ଥିଲ। ଶୁଣି, ପିତ୍ତମଣି ଓ ହୀରକ, ବୈଦୁର୍ଯ୍ୟମଣି, ଗୋମେଦକ ଓ ସୂର୍ଯ୍ୟକାନ୍ତ, ନୀଳକାନ୍ତ, ପଦ୍ମରାଗ, ମରକତ ଆଦି ଯାବତୀୟ ବହୁମୂଲ୍ୟ ପ୍ରସ୍ତର ସୁବର୍ଣ୍ଣ ତୁମର ଆଚ୍ଛାଦନ ଥିଲା। ତୁମର ତବଲ ଓ ବଂଶୀୟ ଶିଳ୍ପ କାର୍ଯ୍ୟ ତୁମ ମଧ୍ୟରେ ଥିଲା। ତୁମେ ସୃଷ୍ଟି ହେବା ଦିନ ସେସବୁ ପ୍ରସ୍ତୁତ ହୋଇଥିଲା। ଶୈତାନକୁ କହୁଛି, ଶୈତାନ, ତୁମେ ପରମେଶ୍ୱରଙ୍କ ଏଦନ ଉଦ୍ୟାନରେ ଥିଲ। ଅର୍ଥାତ୍ ଆମେମାନେ ଦେଖିପାରୁଛୁ ଯେ ଆଦମ ସୃଷ୍ଟି ନ ହେବା ପୂର୍ବରୁ ଏଦନ ଉଦ୍ୟାନରେ ସର୍ପ ଥିଲେ ଏବଂ ସର୍ପ ସହିତ ପରମେଶ୍ୱରଙ୍କର କ'ଣ କ'ଣ ଘଟଣା ଘଟିଛି ଆଦମ ଜାଣିନାହାନ୍ତି, ହବା ମଧ୍ୟ ଜାଣିନାହିଁ। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ବୁଝିବା ଦରକାର, ଯୀଶୁଙ୍କର ପୁନରୁତ୍ଥାନ କେମିତି ଭାବରେ ହେଇଅଛି। ଆପଣମାନେ ଜାଣନ୍ତି, ସେଇ ଜାଗାକୁ ଆପଣମାନଙ୍କୁ ଟଚ୍ କରିବା ପାଇଁ ଚାହେଁ। ଏଦନ ଉଦ୍ୟାନରେ ସାପ ଥିଲା, ସର୍ପ ଶୈତାନ ଥିଲା ଏବଂ ବୀଜ ପ୍ରଭୁ ଯୀଶୁଙ୍କର ବୀଜ ଆଦମ। ବୀଜ ହେଉଛି ଆଦମ ଏବଂ ସ୍ତ୍ରୀ। ଆପଣମାନେ ବୁଝନ୍ତୁ, ଏଦନ ଉଦ୍ୟାନରେ ସାପ, ବୀଜ ଅର୍ଥାତ୍ ଆଦମ ଏବଂ ସ୍ତ୍ରୀ, এই 3 ଜଣ ଥିଲେ। ପରମେଶ୍ୱର ତ ଥିଲେ, କିନ୍ତୁ ଆପଣମାନେ ବୁଝନ୍ତୁ, ସାପ ଥିଲା, ଆଦମ ଥିଲେ, ହବା ଥିଲେ, 3 ଜଣ। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏଦନ ଉଦ୍ୟାନ ବା ସେଇ ବଗିଚାରେ, ପ୍ରଥମ ବିଷୟ ବଗିଚା, ଗାର୍ଡେନ, ଦ୍ୱିତୀୟ ଆଦମ, ତୃତୀୟ ବିଷୟ ଗଛ ଏବଂ ଫଳ। ଯେମିତି ଆପଣମାନେ ଦେଖିଲେ, ସାପ, ବୀଜ ଅର୍ଥାତ୍ ଗଛ ଓ ଫଳ, ସ୍ତ୍ରୀ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆଦି ପୁସ୍ତକ ତାର 3 ପର୍ବ, ଆଦି ପୁସ୍ତକ 3 ପର୍ବ ତାର 24 ଦେଖିବା ନିମନ୍ତେ ଯିବା। 24 ଏହି ରୂପେ ସେ ଆଦମକୁ ତଡ଼ିଦେଲେ। ପୁଣି ଅମୃତ ବୃକ୍ଷର ପତରକ୍ଷା କରିବା ନିମିତ୍ତ ଏଦନ ଉଦ୍ୟାନର ପୂର୍ବ ଦିଗରେ କିରୁବଗଣ ଓ ଚତୁର୍ଦିଗରେ ଘୂର୍ଣ୍ଣିବାୟୁମାନ ତେଜମୟ ଖଡ଼ଗ ସ୍ଥାପନ କଲେ। ପରମେଶ୍ୱର ଆଦମକୁ ସେ ଏଦନ ଉଦ୍ୟାନରୁ ବାହାର କରିଦେଲେ। ଆପଣମାନେ ଜାଣନ୍ତି,
କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ କାହିଁକି ବାହାର କଲେ ଆପଣମାନେ ସମସ୍ତେ ଲୋକ ଜାଣନ୍ତି। କିନ୍ତୁ ଯଦି ଦେଖିବେ ଲୁକ ପୁସ୍ତକ ତାର ଲୁକ 1:42 ଅତି ଉଚ୍ଚ ସ୍ୱରରେ କହିଲେ, ନାରୀମାନଙ୍କ ମଧ୍ୟରେ ତୁମେ ଧନ୍ୟ, ପୁଣି ଧନ୍ୟ ତୁମର ଗର୍ଭର ଫଳ। ଆପଣମାନେ ବୁଝନ୍ତୁ କେମିତି ଯୀଶୁଙ୍କର ପୁନରୁତ୍ଥାନ ଟଚ୍ ହେଉଛି। ଆପଣମାନେ ଖାଲି ଜାଣିପାରିବେ ଏବଂ ବୁଝିପାରିବେ, ଅନ୍ୟ ଲୋକଙ୍କୁ ବୁଝାଇ ମଧ୍ୟ ପାରିବେ। ଅତି ଉଚ୍ଚ ସ୍ୱରରେ କହିଲେ, ନାରୀମାନଙ୍କ ମଧ୍ୟରେ ତୁମେ ଧନ୍ୟ, ପୁଣି ଧନ୍ୟ ତୁମର ଗର୍ଭର ଫଳ। ଫଳ ବଗିଚାରେ ବୀଜ ଆଦମ। ଆପଣମାନେ ବୁଝନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନଙ୍କୁ କନେକ୍ସନ୍ ଦିଆହେଉଛି। ଏବଂ ପ୍ରେରିତ ପୁସ୍ତକ ଯଦି ଦେଖିବେ 5:30 ଦେଖିବେ, ତାହା ଲେଖାଯାଏ, ଯେଉଁ ଯୀଶୁଙ୍କୁ ଆପଣମାନେ କ୍ରୁଶରେ ଟଙ୍ଗାଇ ବଧ କରିଥିଲେ, ଆମ୍ଭମାନଙ୍କର ପିତୃପୁରୁଷଙ୍କ ଈଶ୍ୱର ତାହାଙ୍କୁ ଉଠାଇ ଅଛନ୍ତି। ଆପଣମାନେ ଖାଲି ବୁଝନ୍ତୁ, ଉଠାଇ ଅଛନ୍ତି। ଜହନ 19:38 ଯଦି ଦେଖିବେ, ତାହା ଲେଖାଯାଏ, এই সমস্ত ঘটনা পরে যে হারামাতিয়া জোসেফ যীশুଙ୍କର ଜଣେ ଶିଷ୍ୟ ଥିଲେ, କିନ୍ତୁ ଜିହୁଦୀମାନଙ୍କର ଭୟରେ ଗୁପ୍ତ ଭାବରେ ଥିଲେ, ସେ ଯୀଶୁଙ୍କ ଶରୀର ଘେନି ଯିବା ନିମନ୍ତେ ପିଲାତଙ୍କୁ ଅନୁରୋଧ କଲେ। ସେଥିରେ ପିଲାତ ଅନୁମତି ଦେଲେ, ତେଣୁ ସେ ଆସି ତାହାଙ୍କ ଶରୀର ଘେନିଗଲେ। ସେ ଯେଉଁ ସ୍ଥାନରେ କ୍ରୁଶରେ ଚଢ଼ା ଯାଇଥିଲେ, ପ୍ରଭୁ ଯୀଶୁ ଯେଉଁ ସ୍ଥାନରେ କ୍ରୁଶରେ ଚଢ଼ା ଯାଇଥିଲେ, ସେହି ସ୍ଥାନରେ ଗୋଟିଏ ଉଦ୍ୟାନ ଥିଲା। ଆପଣମାନେ ବୁଝନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆଦମର ହବାକୁ ପରମେଶ୍ୱର ଉଦ୍ୟାନରେ ରଖିଅଛି। ଏବଂ ପ୍ରଭୁ ଯୀଶୁ ଯେତେବେଳେ ମୃତ୍ୟୁବରଣ କଲେ, ପ୍ରଭୁଙ୍କର ପ୍ରିୟ ଲୋକମାନେ, ସେ ସ୍ଥାନରେ ଗୋଟିଏ ଉଦ୍ୟାନ ଥିଲା, ଅର୍ଥାତ୍ ସେଇ ଗାର୍ଡେନ୍, ସେଇ ବଗିଚା, ସେଇ ଏଦନ ଉଦ୍ୟାନ ଥିଲା। ଆଉ ସେଇ ଉଦ୍ୟାନରେ ଗୋଟିଏ ନୂତନ ସମାଧି ଥିଲା, ସେଥିରେ କେହି କେବେ ରଖାଯାଇ ନଥିଲା। ଆପଣମାନେ ବୁଝିବା ପାଇଁ ଚେଷ୍ଟା କରନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ବାଇବଲର ବହୁତ ଗଭୀରତା ବିଷୟ ଆପଣମାନଙ୍କ ପାଖରେ ପ୍ରକାଶ କରୁଅଛି ଥିଲା। କିନ୍ତୁ ଦେଖନ୍ତୁ, ଆଦମ ଥିଲେ ଏଦନ ଉଦ୍ୟାନରେ, ପ୍ରଭୁ ଯୀଶୁ ଅଛନ୍ତି ଏଦନ ଉଦ୍ୟାନରେ। ଆଦମଙ୍କର ମରଣ ଏଦନ ଉଦ୍ୟାନ, ଅର୍ଥାତ୍ ସେମାନେ ପାପ କଲେ, ପରମେଶ୍ୱର ବାହାର କରିଦେଲେ। ଏବଂ ଯୀଶୁଙ୍କର ମରଣ ମଧ୍ୟ ସେ ଏଦନ ଉଦ୍ୟାନରେ। ଆପଣମାନେ ବୁଝନ୍ତୁ, ଆପଣମାନଙ୍କ ପାଖରେ ପ୍ରକାଶ କରିବା ପାଇଁ ଚାହେଁ। 20:12 ଆମେମାନେ ଦେଖିବା ନିମନ୍ତେ ଯିବା। ମରିୟମ ରୋଦନ କରୁ କରୁ ବାହାର ସମାଧି ନିକଟରେ ଠିଆ ହୋଇ ରହିଲେ। ପୁଣି ରୋଦନ କରୁ କରୁ ସେ ନଈ ପଡ଼ି ସମାଧି ଭିତରକୁ ଦେଖିଲେ। ଯେତେବେଳେ ପ୍ରଭୁ ଯୀଶୁଙ୍କୁ ସମାଧି ଭିତରେ, ସେ ଗାର୍ଡେନ୍ ଭିତରେ ରଖାଯାଇଅଛି, ସେଇ ଭିତରକୁ ଦେଖିବା ନିମନ୍ତେ ଏଇ ମରିୟମ ଦେଖୁଅଛି ବା ଭିତରେ ଦେଖୁଅଛି। ଯୀଶୁଙ୍କ ଶରୀର ଯେଉଁ ସ୍ଥାନରେ ଥୁଆଯାଇଥିଲା, ସେଥିର ମୁଣ୍ଡ ପାଖରେ ଜଣେ ଓ ପାଦ ପାଖରେ ଆଉ ଜଣେ, ଏହିପରି 2 ଜଣ ଶୁକ୍ଳ ବସ୍ତ୍ର ପରିହିତ ଦୂତଙ୍କୁ ବସିଥିବା ଦେଖିଲେ। ମରିୟମ ସେମାନେ ତାହାଙ୍କୁ କହିଲେ, ଗୋ ନାରୀ, କାହିଁକି ରୋଦନ କରୁଅଛ? ସେ ସେମାନଙ୍କୁ କହିଲେ, ଯେଉଁମାନେ, ସେମାନଙ୍କୁ କହିଲେ, ଏଇ ଜାଗାରେ ଲେଖାଯାଏ ସେମାନଙ୍କୁ କହିଲେ, ଅର୍ଥାତ୍ ଏଇ ଜାଗାରେ କିଏ କିଏ ଥିଲେ ପ୍ରଭୁଙ୍କର ପ୍ରିୟ ଲୋକମାନେ? ମଗଦଲିନୀ ମରିୟମ, ଯାକୁବଙ୍କ ମାତା ମରିୟମ ଏବଂ ସଲୋମୀ ଥିଲେ। ମାତ୍ୟୁ ପୁସ୍ତକରେ ଅଲଗା ଲେଖାଯାଏ, ମାର୍କ ପୁସ୍ତକରେ, ଲୁକ ପୁସ୍ତକରେ, ଜହନ ପୁସ୍ତକରେ। କିନ୍ତୁ ଯୀଶୁଙ୍କର ପୁନରୁତ୍ଥାନ ବିଷୟରେ କିଏ କେମିତି ବର୍ଣ୍ଣନା କରିଛନ୍ତି, ଲେଖିଛନ୍ତି, ଆପଣମାନେ ବୁଝିବା ଦରକାର। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏଇ ଜାଗାରେ ଯୀଶୁଙ୍କ ଶରୀର ଯେଉଁ ସ୍ଥାନରେ ଥୁଆଯାଇଥିଲା, ସେଥିର ମୁଣ୍ଡ ପାଖରେ ଜଣେ, ପାଦ ପାଖରେ ଥାଇ ଆଉ ଜଣେ, ଏପରି 2 ଜଣ ଶୁକ୍ଳ ବସ୍ତ୍ର ପରିହିତ 2 ଜଣଙ୍କୁ ବସିଥିବା ଦେଖିଲେ। ସେମାନେ ତାହାଙ୍କୁ କହିଲେ, ଗୋ ନାରୀ, କାହିଁକି ରୋଦନ କରୁଛ? ସେମାନେ ସେମାନଙ୍କୁ କହିଲେ, ଯେଉଁମାନେ ମୋର ପ୍ରଭୁଙ୍କୁ ଘେନି ଯାଇଅଛନ୍ତି, ଆଉ ତାହାଙ୍କୁ କେଉଁ ସ୍ଥାନରେ ରଖିଅଛନ୍ତି ତାହା ମୁଁ ଜାଣେ ନାହିଁ। ମରିୟମ କହୁଅଛି। ସେ ଏହା କହି ପଛକୁ ଭୁଲି ପଡ଼ି ଯୀଶୁଙ୍କୁ ଠିଆ ହୋଇଥିବା ଦେଖିଲେ, କିନ୍ତୁ ସେ ଯେ ଯୀଶୁ ତାହା ଜାଣିଲେ ନାହିଁ। ସେଇ ମରିୟମ ଯୀଶୁ ବୋଲି ସେ ଜାଣିନାହାନ୍ତି, କାରଣ ସେ ବଗିଚାର ଜଣେ ମାଲି ବୋଲି ଭାବୁଛନ୍ତି। ଯେମିତି ଆଦମକୁ ରୋକାଯାଇଥିଲା ମାଲି କରିବା ପାଇଁ, ଏଦନ ଉଦ୍ୟାନକୁ ଦେଖିବା ନିମନ୍ତେ, ସେଇ ମାଲି ବୋଲି ଭାବି ପ୍ରଭୁ ଯୀଶୁଙ୍କୁ ଦେଖିକି ଭୁଲି ପଡ଼ି କହୁଛି, ପ୍ରଭୁଙ୍କର ପ୍ରିୟ ଲୋକମାନେ, ଲେଖାଯାଏ
ଏହା କହି ପଛକୁ ବୁଲି ପଡ଼ି ଯୀଶୁଙ୍କୁ ଠିଆ ହେଇଥିବା ଦେଖିଲେ, କିନ୍ତୁ ସେ ଯୀଶୁ ବୋଲି ଜାଣିପାରିଲେ ନାହିଁ। ଯୀଶୁ ତାକୁ କହିଲେ, ଗୋ ନାରୀ, କାହିଁକି ରୋଦନ କରୁଅଛ? କାହାକୁ ଅନ୍ୱେଷଣ କରୁଅଛ? ସେ ନାରୀ ତାକୁ କହିଲେ, ଏଦେନ ଉଦ୍ୟାନର ମାଲି ବୋଲି ମନେକରି କହିଲେ, ମହାଶୟ, ଆପଣ ଯଦି ତାହାକୁ ଘେନି ଯାଇ ଅଛନ୍ତି, ତାହେଲେ ତାହାକୁ କେଉଁ ସ୍ଥାନ ରଖିଅଛନ୍ତି ମୋତେ କୁହନ୍ତୁ, ଆଉ ମୁଁ ତାହାକୁ ଘେନିଯିବି। ପ୍ରଭୁ ଯୀଶୁ ବୋଲି ଏ ସ୍ତ୍ରୀ ଜାଣି ନାହାନ୍ତି, ବଗିଚାର ମାଲି, କାରଣ ଆଦମକୁ ରୋକାଯାଇଥିଲା। ପ୍ରଭୁଙ୍କର ପ୍ରିୟ ଲୋକମାନେ ଏଦେନ ଉଦ୍ୟାନରେ ସୁସଜ୍ଜିତ ରକ୍ଷା କରିବା ପାଇଁ, ଯତ୍ନ ତତ୍ନ ନେବା ପାଇଁ, ସେଥିପାଇଁ ଆଦମ ଭାବିକି ଏଇ ମରିୟମ ଯୀଶୁଙ୍କୁ ଆଦମ ଭାବିକି ଏଇ ମରିୟମ ଯୀଶୁଙ୍କୁ ମାଲି ବୋଲି କହୁଅଛି, କିନ୍ତୁ ଏ ସ୍ୱୟଂ ଈଶ୍ୱର ଯୀଶୁ ଖ୍ରୀଷ୍ଟ। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ ପ୍ରଭୁ ଯୀଶୁଙ୍କ ନାମରେ ଧନ୍ୟବାଦ ହେଉ ଯେ ଆଦି ପୁସ୍ତକ 8ରେ ଆପଣମାନେ ପ୍ରକାଶ କଲି, କିନ୍ତୁ ଜହନ ଦେଖିବା, ଜହନ 19:41 ଲେଖାଯାଏ, କିନ୍ତୁ ଜହନ 19:41 ଲେଖାଯାଏ, ସେ ଯେଉଁ ସ୍ଥାନରେ କ୍ରୁଶରେ ଚଢ଼ାଯାଇଥିଲେ ସେଠାରେ ଗୋଟିଏ ଉଦ୍ୟାନ ଥିଲା, ଆଉ ସେହି ଉଦ୍ୟାନରେ ଗୋଟିଏ ନୂତନ ସମାଧି ଥିଲା, ସେଥିରେ କେହି କେବେ ରୋକାଯାଇ ନଥିଲା। ସେହି ଜାଗାରେ ପରମେଶ୍ୱରଙ୍କୁ ରଖିଲେ। ପ୍ରଭୁଙ୍କର ପ୍ରିୟ ଲୋକମାନେ ଦକ୍ଷିଣରେ ଆଦମ ଏବଂ ଦକ୍ଷିଣରେ ଯୀଶୁ। ଆଦମ ଗାର୍ଡେନରେ, ବଗିଚାରେ, ଆଦମକୁ ପରମେଶ୍ୱର ବଗିଚାରେ ରଖିଲେ ଏବଂ ଯୀଶୁ ଖ୍ରୀଷ୍ଟକୁ ମଧ୍ୟ ବଗିଚାରେ ରଖାଗଲା। ଆଦମଙ୍କୁ ରଖିଲେ ବଗିଚାରେ ପରମେଶ୍ୱର ଏବଂ ଯୀଶୁକୁ ମଧ୍ୟ ରଖାଗଲା ବଗିଚାରେ। ଆପଣମାନେ ବୁଝନ୍ତୁ, ଆଦମଙ୍କର ସମ୍ପର୍କ ଗଛ ଏବଂ ଫଳ। ଯେମିତି ପରମେଶ୍ୱର ଆଦମକୁ ସୃଷ୍ଟି କଲା ପରେ ବଗିଚାକୁ ସୁସଜ୍ଜିତ କରିବା ପାଇଁ, ରକ୍ଷା କରିବା ପାଇଁ କହିଲେ, ଠିକ୍ ସେମିତି ପରମେଶ୍ୱର ଯୀଶୁଖ୍ରୀଷ୍ଟଙ୍କର ମଧ୍ୟ ସମ୍ପର୍କ ଗଛ ଏବଂ ଫଳ। ଆଦମ ଗଛ ଏବଂ ଫଳ, ଆଦମଙ୍କର ସମ୍ପର୍କ, ଏବଂ ଯୀଶୁଙ୍କ ସମ୍ପର୍କ ମଧ୍ୟ ଗଛ ଏବଂ ଫଳ। କିନ୍ତୁ ଦ୍ୱିତୀୟ ଆଦମ ବୀଜ। ବଗିଚା ହେଲା ଆଦମଙ୍କ ପାଇଁ ଗୋଟିଏ କବର। ବଗିଚା ହେଲା ଆଦମଙ୍କ ପାଇଁ ଗୋଟିଏ କବର ଏବଂ ବଗିଚା ହେଲା ଯୀଶୁଙ୍କ ପାଇଁ ଗୋଟିଏ କବର। ଏଦେନ ଉଦ୍ୟାନରେ ଆଦମ ଅଛି, ଏଦେନ ଉଦ୍ୟାନରେ ପ୍ରଭୁ ଯୀଶୁ ମଧ୍ୟ ଅଛି। ଏଦେନ ଉଦ୍ୟାନରେ ଆଦମ ପାପ କଲେ, ବାହାରିଗଲେ, ଅର୍ଥାତ୍ ତା ପାଇଁ ଗୋଟିଏ କବର ସଦୃଶ୍ୟ, ଏବଂ ଯୀଶୁ ମଧ୍ୟ ସେହି ଜାଗାରେ କ୍ରୁଶିତ ହେଲା ପରେ କବରରେ ଅଛନ୍ତି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଥମ ମନୁଷ୍ୟ ପୃଥିବୀର, ଦ୍ୱିତୀୟ ମନୁଷ୍ୟ ସ୍ୱର୍ଗର। ଏହି ସ୍ୱର୍ଗର ପରମେଶ୍ୱରଙ୍କର ପୁନରୁତ୍ଥାନ ବିଷୟରେ ଦେଖିବା ନିମନ୍ତେ ଯିବା। এই জায়গায় লেখা যায় জহন তার 20 তার 1ରୁ ଆମ୍ଭେମାନେ ଦେଖିବା ନିମନ୍ତେ ଯିବା। ସପ୍ତାହର ପ୍ରଥମ ଦିନ, କେଉଁ ଦିନ? ସପ୍ତାହର ପ୍ରଥମ ଦିନ ପ୍ରତ୍ୟୁଷରେ ଅନ୍ଧକାର ଥାଉ ଥାଉ ମଗଦଲିନୀ ମରିୟମ ଏବଂ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଜହନରେ ଖାଲି ମଗଦଲିନୀ ମରିୟମ ଲେଖାଯାଇଅଛି, ମାର୍କରେ ଅଲଗା ଅଛି, ଲୁକରେ ଅଲଗା ଅଛି ଏବଂ ମାତ୍ୟୁରେ ଅଲଗା ଅଛି। କିନ୍ତୁ ମଗଦଲିନୀ ମରିୟମ, ଜାକୁବଙ୍କ ମାତା ମରିୟମ, ସାଲୋମୀ, এই 3 ଜଣ ପ୍ରଭୁଙ୍କର ପ୍ରିୟ ଲୋକମାନେ ସମାଧି ନିକଟକୁ ଆସିଲେ। ସେଥିରୁ ପଥର ଗୁଞ୍ଚାଇଥିବା ଦେଖିଲେ ଏମାନେ, এই ସ୍ତ୍ରୀମାନେ। ତେଣୁ ସେ ଦୌଡ଼ି ଯାଇ ସିମୋନ ପିତର ଓ ଯୀଶୁ ଯାହାକୁ ସ୍ନେହ କରୁଥିଲେ ସେହି ଅନ୍ୟ ଶିଷ୍ୟଙ୍କ ନିକଟକୁ ଆସିଲେ, ଆଉ ସେମାନଙ୍କୁ କହିଲେ, ଯେଉଁମାନେ ସମାଧିରୁ ପ୍ରଭୁଙ୍କୁ ଘେନି ଯାଇ ଅଛନ୍ତି, ପୁଣି ତାହାଙ୍କୁ କେଉଁଠାରେ ରଖିଅଛନ୍ତି ତାହା ଆମେ ଜାଣିନାହୁଁ। ସେଥିରେ ପିତର ଓ ସେହି ଅନ୍ୟ ଶିଷ୍ୟ ସମାଧି ନିକଟକୁ ଯିବା ପାଇଁ ବାହାରିଲେ। ସେମାନେ ଦୁହେଁ ଏକ ସାଙ୍ଗରେ ଦୌଡ଼ିବାକୁ ଲାଗିଲେ, ଆଉ ସେହି ଅନ୍ୟ ଶିଷ୍ୟ ପିତରଙ୍କ ପଛରେ ପକାଇ ଆଗେ ସମାଧି ନିକଟକୁ ପହଞ୍ଚିଲେ। ପୁଣି ନଈ ପଡ଼ି ଭିତରକୁ ଚାହିଁ ସରୁ ଲୁଗା ସବୁ ପଡ଼ିଥିବା ଦେଖିଲେ, ତଥାପି ସେ ଭିତରେ ପଶିଲେ ନାହିଁ।
କିନ୍ତୁ ପରେ ସିମୋନ ପିତର ମଧ୍ୟ ତାଙ୍କ ପଛେ ପଛେ ଆସି ପହଞ୍ଚିଲେ ଓ ସମାଧି ଭିତରେ ପ୍ରବେଶ କରି ଦେଖିଲେ ଯେ ସରୁ ଲୁଗା ଗୁଡ଼ିକୁ ପଡ଼ିଅଛି। ପୁଣି ତାହା ମୁଣ୍ଡରେ ଯେଉଁ ଗାମୁଛା ବନ୍ଧା ହୋଇଥିଲା ତା ସରୁ ଲୁଗା ସେ ସହିତ ନଥାଇ ଅଲଗା ଗୋଟିଏ ସ୍ଥାନରେ ଗୁଡ଼ା ହୋଇଥିଲା। ଏହି ପରମେଶ୍ୱରଙ୍କର ଗୋଟିଏ ଲୁଗା ଅଲଗା ସ୍ଥାନରେ ଫଲ୍ଟ କରି ପରମେଶ୍ୱର ରଖିଛନ୍ତି। ତାର ଅର୍ଥ କ'ଣ ଜାଣିଛନ୍ତି ପ୍ରଭୁଙ୍କର ପ୍ରିୟ ଲୋକ ମାନେ? ଯେମିତି ଆପଣମାନେ ଗୋଟିଏ ହୋଟେଲରେ ଖାଇବା ପାଇଁ ଯିବେ, ଖାଇଲା ପରେ ଆପଣମାନେ ଯେଉଁ ବିଞ୍ଚାଇଲା ପରେ ସେ ବିଞ୍ଚାଇଲାରୁ ଫଲ୍ଟ କରି ରଖିବେ, ତାର ଅର୍ଥ ଆଉ ଥରେ ଆସିବେ। ପରମେଶ୍ୱର ସେଥିପାଇଁ ଫଲ୍ଟ କରି ରଖିଛନ୍ତି। କିନ୍ତୁ ସେତେବେଳେ ଯେଉଁ ଅନ୍ୟ ଶିଷ୍ୟ ଆଗେ ସମାଧି ନିକଟକୁ ଆସିଥିଲେ ସେ ମଧ୍ୟ ଭିତରେ ପ୍ରବେଶ କରି ଦେଖିଲେ ଓ ବିଶ୍ୱାସ କଲେ, କାରଣ ମୃତ୍ୟୁମାନଙ୍କ ମଧ୍ୟରୁ ତାଙ୍କୁ ଯେ ଉତ୍ଥାନ କରିବାକୁ ହେବ ଧର୍ମଶାସ୍ତ୍ର ଏହି ବାକ୍ୟ ସେମାନେ ଯେ ପର୍ଯ୍ୟନ୍ତ ବୁଝି ନଥିଲେ। ପରେ ଶିଷ୍ୟମାନେ ପୁନର୍ବାର ସେମାନଙ୍କ ଗୃହକୁ ଚାଲିଗଲେ। କିନ୍ତୁ ମରିୟମ ରୋଦନ କରୁ କରୁ ବାହାରେ ସମାଧି ନିକଟରେ ଠିଆ ହୋଇ କହିଲେ। ପୁଣି ରୋଦନ କରୁ କରୁ ସେ ନଇଁ ପଡ଼ି ସମାଧି ଭିତରକୁ ଦେଖିଲେ। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଭୁ ଯୀଶୁ ଅନ୍ଧକାର ଥାଉ ଥାଉ ସେ ଉଠି ଅଛନ୍ତି। କିନ୍ତୁ ମାତ୍ୟୁ ପୁସ୍ତକରେ ଦେଖନ୍ତୁ, ମାତ୍ୟୁରେ ଲେଖାଯାଏ ପ୍ରଭୁଙ୍କର ପ୍ରିୟ ଲୋକ ମାତ୍ୟୁ 28:1 ଦେଖିବା। ବିଶ୍ରାମ ବାର ଶେଷ ହେଲା ଉତ୍ତାରେ ସପ୍ତାହର ପ୍ରଥମ ଦିବସର ପ୍ରତ୍ୟୁଷରେ ମଗ୍ଦଲିନୀ ମରିୟମ ଅନ୍ୟ ମରିୟମ ସମାଧି ଦେଖିବାକୁ ଆସିଲେ। এই ଜାଗାରେ ମଗ୍ଦଲିନୀ ମରିୟମ ଅନ୍ୟ ମରିୟମ, କିନ୍ତୁ ସାଲୋମୀ ନାହିଁ। ଆଉ ଦେଖ ମହାଭୂମିକମ୍ପ ହେଲା, କାରଣ ପ୍ରଭୁଙ୍କର ଜଣେ ଦୂତ ସ୍ୱର୍ଗରୁ ଓହ୍ଲାଇ ଆସି ସେହି ପତର ଖଣ୍ଡିକୁ ଘୋଡ଼ାଇ ଦେଇ ତାହା ଉପରେ ବସିଲେ। ତାଙ୍କ ରୂପ ବିଜୁଳି ପରି ଓ ତାଙ୍କ ବସ୍ତ୍ର ହିମ ପରି ଶୁଭ୍ରବର୍ଣ୍ଣ ଥିଲା। ପୁଣି ତାଙ୍କ ଭୟରେ ପ୍ରହରୀମାନେ କମ୍ପମାନ ହେଉଥିଲେ। କିନ୍ତୁ ଦୂତ ସ୍ତ୍ରୀଲୋକମାନଙ୍କୁ ଉତ୍ତର ଦେଲେ, ତୁମେମାନେ ଭୟ କର ନାହିଁ, କାରଣ ତୁମେମାନେ ଯେ କ୍ରୁଶରେ ହତ ଯୀଶୁଙ୍କୁ ଅନ୍ୱେଷଣ କରୁଅଛ ତାହା ମୁଁ ଜାଣେ। ସେ ଏଠାରେ ନାହାନ୍ତି, କାରଣ ସେ ଯେପରି କହିଥିଲେ ସେହିପରି ଉଠି ଅଛନ୍ତି। ଆଉ ସେ ଯେଉଁଠାରେ ଶୋଇଥିଲେ ସେହି ସ୍ଥାନକୁ ଦେଖ। ଆଉ ତୁମେମାନେ ଶୀଘ୍ର ଯାଇ ତାଙ୍କ ଶିଷ୍ୟମାନଙ୍କୁ କୁହ ସେ ମୃତ୍ୟୁମାନଙ୍କ ମଧ୍ୟରୁ ଉଠି ଅଛନ୍ତି। ମାତ୍ୟୁରେ ଏମିତି ଲେଖାଯାଏ। କିନ୍ତୁ ଆପଣମାନେ ଯଦି ଦେଖିବେ ମାର୍କ ପୁସ୍ତକରେ ଯଦି ଦେଖିବେ ମାର୍କ 16 ତାର 1-10 ବିଶ୍ରାମ ବାର ଗତ ହେଲା ଉତ୍ତାରେ ମଗ୍ଦଲିନୀ ମରିୟମ, ଯାକୁବ ମାତା ମରିୟମ ଏବଂ ସାଲୋମୀ। এই ଜାଗାରେ ସାଲୋମୀ ଅଛି। ଆମେ ସମସ୍ତ ବିଷୟ ବୁଝିବା ଦରକାର। ସାଲୋମୀ ସୁଗନ୍ଧି ଦ୍ରବ୍ୟ କିଣିଲେ ଯେପରି ସେମାନେ ଯାଇ ତାହାଙ୍କୁ ମୁଖାଇ ଦେଇପାରନ୍ତି। ପୁଣି ସପ୍ତାହର ପ୍ରଥମ ଦିବସରେ ଅତି ପ୍ରତ୍ୟୁଷରେ ସେମାନେ ସମାଧି ନିକଟକୁ ଗଲେ। ସେତେବେଳେ ସୂର୍ଯ୍ୟ ଉଠିଥିଲା। ସେମାନେ ପରସ୍ପର କୁହାକୁହି ହେଉଥିଲେ, କିଏ ଆମମାନଙ୍କ ପାଇଁ ସମାଧି ଦ୍ୱାରରୁ ପଥରଟା ଗଡ଼ାଇ ଦେବ, କାରଣ ତାହା ଅତିଶୟ ବୃହତ୍ ଥିଲା। ଏହିପରି ସମୟରେ ସେମାନେ ଚାହିଁ ଦେଖିଲେ ଯେ ପଥର ଗଡ଼ାଇ ଦିଆଯାଇଅଛି। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଭୁ ଯୀଶୁଙ୍କ ନାମରେ ଧନ୍ୟବାଦ ହେଉ। ଲୁକରେ ଯଦି ଦେଖିବେ 24:1 ଆଉ ବିଶ୍ରାମ ବାରରେ ସେମାନେ ବିଧି ଅନୁସାରେ ବିଶ୍ରାମ କଲେ। କିନ୍ତୁ ସପ୍ତାହର ପ୍ରଥମ ଦିନରେ ଅତି ପ୍ରତ୍ୟୁଷରେ ସେମାନେ ସେମାନଙ୍କ ପ୍ରତ୍ୟୁଷ ସୁଗନ୍ଧି ଦ୍ରବ୍ୟ ଘିନି ସମାଧି ନିକଟକୁ ଗଲେ। ପୁଣି ସେମାନେ ସମାଧିରୁ ପଥରଟା ଗଡ଼ାଇ ଯାଇଥିବା ଦେଖିଲେ, କିନ୍ତୁ ଭିତରକୁ ଯାଇ ପ୍ରଭୁଙ୍କ ଶରୀର ପାଇଲେ ନାହିଁ। ଆଉ ସେମାନେ ସେ ସମ୍ବନ୍ଧରେ ହତବୁଦ୍ଧି ହୋଇଅଛନ୍ତି। ଏହିପରି ସମୟରେ ଦେଖ ଉଜ୍ଜ୍ୱଳ ବସ୍ତ୍ର ପରିହିତ 2 ଜଣ ବ୍ୟକ୍ତି ସେମାନଙ୍କ ନିକଟରେ ଉପସ୍ଥିତ ହେଲେ। ସେଥିରେ ସେମାନେ ଭୀତ ହୋଇ ଅଧମୁଖ ହୁଅନ୍ତେ ସେମାନେ ସେମାନଙ୍କୁ କହିଲେ, ମୃତ୍ୟୁମାନଙ୍କ ମଧ୍ୟରେ ତୁମାନେ କାହିଁକି ଜୀବିତ ଈଶ୍ୱରଙ୍କ ଅନ୍ୱେଷଣ କରୁଅଛ? ସେ ଏଠାରେ ନାହାନ୍ତି, ମାତ୍ର ଉଠି ଅଛନ୍ତି। ମନୁଷ୍ୟପୁତ୍ର ଯେ ଅବଶ୍ୟ ପାପୀମାନଙ୍କ ହସ୍ତରେ ସମର୍ପିତ ହୋଇ କ୍ରୁଶରେ ହତ ହେବାକୁ ଓ ତୃତୀୟ ଦିବସରେ ଉତ୍ଥିତ ହେବାକୁ ହେବ, ଏ ଯେଉଁ ବାକ୍ୟ ସେ ଗାଲିଲରେ ଥିବା ସମୟରେ ତୁମମାନଙ୍କୁ କହିଥିଲେ ତାହା ଶୁଣ କର। ପ୍ରଭୁ ଯୀଶୁ ଉଠି ଅଛନ୍ତି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଭୁ ଯୀଶୁ ଉଠି ଅଛନ୍ତି। ପ୍ରଭୁ ଯୀଶୁ ଉଠି ଅଛନ୍ତି।